ପୁଅକୁ ହରେଇ କାନ୍ଦି କାନ୍ଦି ଗଡ଼ି ଯାଉଥିଲା ମା। ଆଉ ଏ ମାର ପୁଅକୁ ଆଉ କେହି ନୁହେଁ ବରଂ ନିଜ ପ୍ରେମିକା ଅତି ନୃଶଂସ ଭାବରେ ମାରି ଦେଇଥିଲା। ଆଉ ତା ପ୍ରେମିକକୁ ମାରିବାର କାରଣ ଜାଣିଲେ ଆପଣଙ୍କର ବି ପ୍ରେମ ଉପରେ ଘୃଣା ଆସିଯିବ ଆଜ୍ଞା। ପ୍ରେମିକର ଏତିକି ଭୁଲ ଥିଲା ଯେ ସେ ନୀଚ ଜାତିର ଥିଲା। ନୀଚ ଜାତି ବୋଲି ପ୍ରେମିକର ଜୀବନ ନେଇଗଲା ନିଜେ ପ୍ରେମିକା। ମା କାନ୍ଦି କାନ୍ଦି ନ୍ୟାୟ ମାଗୁଥିଲା, ବାପା ନିଜକୁ ସମ୍ଭାଳି ପାରୁନଥିଲା। ପରିବାର ଆଉ ପ୍ରିୟ ପରିଜନଙ୍କ ଆଖିରେ ଥିଲା କେବଳ ଲୁହ। ପ୍ରେମ ସପ୍ତାହରେ ପ୍ରେମିକକୁ ହତ୍ୟା। ପ୍ରେମରେ ବାଧକ ସାଜିଲା ଜାତି। ପ୍ରେମିକ ନୀଚ ଜାତି ବୋଲି ଜାଣିବା ପରେ ନିଜେ ପ୍ରେମିକା ସାଜିଲା ହତ୍ୟାର ଷଡ଼ଯନ୍ତ୍ର। ଏ କାହାଣୀକୁ ଅନ୍ୟ ରାଜ୍ୟର ନୁହେଁ ଆଜ୍ଞା, ଏ କାହାଣୀ ହେଉଛି ଆମ ଓଡ଼ିଶାର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର କାହାଣୀ। ଏ ପ୍ରେମ କାହାଣୀ ହୁଏତ ଆପଣଙ୍କ ହୃଦୟକୁ କନ୍ଦେଇ ଦେଇପାରେ। ଏ ପ୍ରେମ କାହାଣୀ ଶୁଣିଲା ପରେ ହୁଏତ ପ୍ରେମ ଉପରୁ ଆପଣଙ୍କର ଭରସା ତୁଟି ଯାଇପାରେ। ଏ ପ୍ରେମ କାହାଣୀ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିପାରେ। ହେଲେ ସତରେ କ'ଣ ଜଣେ ପ୍ରେମିକା ଏତେ ନୃଶଂସ ହୋଇପାରେ? ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କଣ୍ଟାପଡ଼ା ଗାଁର ରଞ୍ଜନ ଦାସ ସେହି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ଏହି ଯୁବତୀକୁ ଅନଲାଇନ୍ରେ ପ୍ରେମ କରିବା ଆରମ୍ଭ କରେ। ଅନଲାଇନ୍ରେ ପ୍ରେମଟା ଧୀରେ ଧୀରେ ଅଫଲାଇନ୍କୁ ଆସେ। ପ୍ରେମ ଗଭୀର ହୁଏ, ଉଭୟଙ୍କର ମିଳାମିଶା ବି ବଢ଼େ। ରଞ୍ଜନ ପରିବାର ପେଟରେ ଦାନା ଦେବାକୁ ବାହାର ରାଜ୍ୟରେ ରହି କାମ କରେ। କିନ୍ତୁ ଏହି ଯୁବତୀ ସହ ପ୍ରେମ ଏତେ ଗଭୀର ହୋଇଯାଏ ଯେ ପ୍ରେମିକା ଯେତେବେଳେ ଡାକେ ସେ ତୁରନ୍ତ ଆସି ପହଞ୍ଚିଯାଏ ପ୍ରେମିକା ପାଖରେ। ଉଭୟଙ୍କ ଘରକୁ ବି ଯିବା ଆସିବା ଆରମ୍ଭ ହୁଏ। ପ୍ରେମିକ ରଞ୍ଜନ ନିଜ ପ୍ରେମିକାକୁ ଜୀବନସାଥୀ କରିବାକୁ ସ୍ୱପ୍ନ ବି ଦେଖେ। ଏମିତି ମିଳାମିଶା ହସଖୁସି ଭିତରେ ପ୍ରେମିକା ଜାଣିବାକୁ ପାଏ ଯେ ସେ ଯାହାକୁ ପ୍ରେମ କରୁଛି ସେ ନୀଚ ଜାତିର ବୋଲି। ପ୍ରେମିକ ରଞ୍ଜନ ନୀଚ ଜାତିର ଜାଣିବା ପରେ ପ୍ରେମିକା ତାକୁ ଭୁଲି ଯିବାକୁ ବାରମ୍ବାର ଫୋନ୍ରେ ଧମକ ବି ଦିଏ। ପ୍ରେମିକ ରଞ୍ଜନ କିନ୍ତୁ ମନା କରେ, କାହିଁକିନା ସେ ପ୍ରେମ କରୁଥିବା ପ୍ରେମିକାକୁ ଭୁଲିବା ଅସମ୍ଭବ ବୋଲି କୁହେ। ଶେଷରେ ପ୍ରେମିକା ନିଜ ପ୍ରେମିକ ରଞ୍ଜନକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ ଏକ ନୂଆ ଯୋଜନା ପ୍ରସ୍ତୁତ କରେ। ପ୍ରେମିକାର ସାଙ୍ଗ ଆଉ ପ୍ରେମିକାର ଭିଣେଇ ମିଶି ସେହି ଯୋଜନାକୁ ପ୍ରସ୍ତୁତ କରନ୍ତି। ବାହାରେ ରହୁଥିବା ପ୍ରେମିକକୁ ବାହାନା କରି ପ୍ରେମିକା ଘରକୁ ଡାକେ। ଆଉ ପ୍ରେମିକ ରଞ୍ଜନ ଯେତେବେଳେ ଦେଖା କରିବାକୁ ଯାଏ ସେତେବେଳେ 3 ଜଣ ମିଶି ରଞ୍ଜନକୁ ପିଟି ପିଟି ତାର ଜୀବନ ନେଇଯାଆନ୍ତି। ରଞ୍ଜନ ମରିଗଲା ପରେ ତାକୁ ଟ୍ରେନ୍ ଲାଇନ୍ ପାଖରେ ପକେଇ ପ୍ରେମିକା, ପ୍ରେମିକାର ସାଙ୍ଗ ଆଉ ପ୍ରେମିକାର ଭିଣେଇ ଫେରାର ହେଇଯାଆନ୍ତି। ହେଲେ ସତ କ'ଣ କେବେ ଲୁଚି ରହିପାରେ ଆଜ୍ଞା? ଶେଷରେ ଧରା ପଡ଼ିଯାଆନ୍ତି ଆଉ ପୋଲିସ ସେହି 3 ଜଣଙ୍କୁ ଗିରଫ କରି ସିନ୍ ରିକ୍ରିଏସନ୍ ପରେ କେସ୍ ରୁଜୁ କରି ଜେଲ୍ ପଠାଇ ଦିଏ। ହେଲେ ଏ ନୃଶଂସ ପ୍ରେମିକା ନିଜ ପ୍ରେମିକକୁ ମାରିବାକୁ ହାତ କେମିତି ଗଲା? ଯାହାକୁ ଏତେ ଦିନ ଧରି ଭଲ ପାଉଥିଲା ସେହି ପ୍ରେମିକକୁ ନିଜ ହାତରେ ମାରିବାକୁ ପଛେଇଲାନି, ସେ ପୁଣି ଛୋଟ ଜାତି ପାଇଁ। କଥାରେ ଅଛି ଆଜ୍ଞା, ପ୍ରେମ ମାନେ ନାହିଁ ଜାତୀୟ ଜାତି, ପ୍ରେମ ମାନେ ନାହିଁ ବୟସ। କାହିଁକିନା ଏ ପ୍ରେମ ପବିତ୍ର, ପ୍ରେମ ଶାଶ୍ୱତ ଆଉ ପ୍ରେମ ଚିରନ୍ତନ। କିନ୍ତୁ ଏଇଭଳି ନୃଶଂସ ପ୍ରେମିକାମାନେ ପ୍ରେମର ଅର୍ଥକୁ ଭଲ ଭାବରେ ନ ବୁଝି ଏମିତି ପ୍ରେମ କରିବାର ମିଛ ନାଟକ କରି ନିରୀହ ପ୍ରେମିକମାନଙ୍କ ଜୀବନ ନେବା ସହିତ ପ୍ରେମକୁ ବଦନାମ କରିବାକୁ ପଛାନ୍ତି ନାହିଁ। ଏପଟେ ପୁଅକୁ ହରେଇ ମା କାନ୍ଦୁଥିଲା, ବାପା କାନ୍ଦୁଥିଲା, ପ୍ରିୟ ପରିଜନ ସମସ୍ତଙ୍କ ଆଖିରେ ଥିଲା କେବଳ ଲୁହ। ସମସ୍ତେ ନ୍ୟାୟ ପାଇଁ କାନ୍ଦି କାନ୍ଦି ଥାନାରେ ଭିକ୍ଷା ମାଗୁଥିଲେ। ସେପଟେ 3 ଜଣଙ୍କୁ ପୋଲିସ କୋର୍ଟରେ ହାଜର କରିଥିଲେ। ଏ 3 ଜଣଙ୍କୁ କ'ଣ ଦଣ୍ଡ ମିଳିବ ତାହା ତ ସମୟ କହିବ ଆଜ୍ଞା। ହେଲେ ଆପଣମାନେ କୁହନ୍ତୁ, ଏମିତି ଧୋକେବାଜ ପ୍ରେମିକାକୁ କେମିତି ଦଣ୍ଡ ମିଳିବା ଦରକାର? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ତା ସହିତ ପ୍ରେମିକ ରଞ୍ଜନର ଅମର ଆତ୍ମାର ସଦ୍ଗତି ପାଇଁ ନିଶ୍ଚୟ ପ୍ରାର୍ଥନା କରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।